ପିଲାଏ ପୁଣି ଥରେ ପ୍ରତିଭାର ସନ୍ଧାନରେ ଆମେ ଆସି ପହଞ୍ଚିଥିଲୁ ଭୁବନେଶ୍ୱର ୟୁନିଭର୍ସିଟି ହାଇସ୍କୁଲ। ପିଲାଙ୍କ ମଧ୍ୟରେ ଥିବା ଜ୍ଞାନ କୌଶଳ ପ୍ରତିଭାକୁ ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲୁ। ପ୍ରଥମରେ ସେମାନେ ଗୋଟିଏ କୁଇଜ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କଲାପରେ ପିଲାଗୁଡ଼ିକ ଆମ ଆଗରେ ପ୍ରସ୍ତୁତ କରିଥିଲେ ସଙ୍ଗୀତ ରୂପକ ମାଣିକ, ଶିଖେଇଥିଲେ ଚକ୍ରଧର ତ୍ରିପାଠୀ, ଗୀତଗୁଡ଼ିକ ଗାଇଥିଲେ ଶକୁନ୍ତଳା ରାଉତ, କିବୋର୍ଡରେ ଥିଲେ ମହେଶ୍ୱର ସାହୁ ଏବଂ ରିଦିମ୍ରେ ନିଗମାନନ୍ଦ ସ୍ୱାଇଁ। ତେବେ ଆସ ପିଲେ ଶୁଣିବା ସଙ୍ଗୀତ ରୂପକ ମାଣିକ। କିଏ କେଉଁ ଭୂମିକାରେ ଅଭିନୟ କରିଛନ୍ତି ସେ କଥା ସେମାନେ ନିଜେ କହିବେ। ତେବେ ଆସ ଶୁଣିବା ମାଣିକ। ନମସ୍କାର। ଆମ ପ୍ରିୟ ବିଦ୍ୟାଳୟର ନାମ ହେଉଛି ୟୁନିଭର୍ସିଟି ହାଇସ୍କୁଲ। ଏହା 1962 ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ମୁଁ ଏହି ବିଦ୍ୟାଳୟର ଏକ ଛାତ୍ରୀ ଅଟେ। ଆଜି ଆମର ପରମ ସୌଭାଗ୍ୟ ଆମେମାନେ କଟକର ଆକାଶବାଣୀ ପାଇଁ ଏକ ଗୀତିନାଟ୍ୟ ମାଣିକ ପରିବେଷଣ କରିବାକୁ ଯାଉଛୁ। ଧନ୍ୟବାଦ। ମୋ ନାମ ଅନୁଭବ କାଠୁଆ। ଗୁରୁକୃଷ୍ଣ ଭୂମିକାରେ ମୁଁ ଅଭିନୟ କରୁଛି। ମୋ ନାମ ସାଇ ଶୁଭଙ୍କର ମହାପାତ୍ର। ମୁଁ ଅନନ୍ତର ରୋଲ୍ କରୁଅଛି। ଗାୟତ୍ରୀ ସାହୁ। ମୁଁ ମାଣିକ ଭୂମିକାରେ ଅଭିନୟ କରୁଛି। ମୋ ନାମ କୃଷ୍ଣଚନ୍ଦ୍ର ଲୋହାର। ମୁଁ ରାଜା ହେଇଛି। ମୋ ନାମ ସୁଚିତ୍ରା ମହାନ୍ତି। ମୁଁ ଜଗନ୍ନାଥ ଭୂମିକାରେ ଅଛି। ମୋ ନାଁ ସୁଦୋଷ ପରିଡ଼ା। ମୁଁ ବଳଭଦ୍ର ରୋଲ୍ କରୁଛି। ମୋ ନାମ ବିସ୍ମୟ ମହାନ୍ତି। ମୁଁ ବୁଢ଼ା ଚରିତ୍ରରେ ଅନ୍ତର୍ଭୁକ୍ତ ଅଛି। ମୁଁ ମଳୟ ବେହେରା। ମୁଁ ସେନାପତି ଭୂମିକାରେ ରୋଲ୍ କରୁଛି। ଦହି ନବ ଗୋ ଦହି ସାଥୀ ସଙ୍ଗାତ ସହି, ସରିଗଲେ ନ ପାଇବ ଏ ପରା ଦହି। ଦହି ନବ ଗୋ ଦହି ସାଥୀ ସଙ୍ଗାତ ସହି, ସରିଗଲେ ନ ପାଇବ ଏ ପରା ଦହି। ମୋ ନାମ ମାଣିକ ପରି ସଭିଙ୍କ ଡକା, ଦହି ବିକା ଅଟେ ମୋର ମୂଳ ବେଉସା। ମୋ ନାମ ମାଣିକ ପରି ସଭିଙ୍କ ଡକା, ଦହି ବିକା ଅଟେ ମୋର ମୂଳ ବେଉସା। ଘୋଳ ଦହି ଆଣିଛି ବସା ଛେନା ବାନ୍ଧିଛି, ଖାଇ ପିଇ ଯାଅ ମତେ ଦେଇ କଉଡ଼ି। ଦହି ନବ ଗୋ ଦହି ସାଥୀ ସଙ୍ଗାତ ସହି, ସରିଗଲେ ନ ପାଇବ ଏ ପରା ଦହି। ଦହି ନବ ଗୋ ଦହି, ଦହି ନବ ଗୋ ଦହି। ମାଣିକ ମାଣିକ ମ ଟିକେ ଶୁଣ ମ। ଆରେ ହେ ଅନନ୍ତା, ହେଇ ପରା ଆମ ମାଣିକ। ଆଲୋ ବୁଝିଲୁ ମାଣିକ, ତୁ ଯେତେବେଳେ ହାତୀ ପରି ଦୋହଲି ଦୋହଲି ହଲି ହଲି ଝୁଲି ଝୁଲି ଏ ପସରା ମୁଣ୍ଡେଇ ସାନ୍ତକ ଘର କଣ ମୁଣ୍ଡରୁ ବାହାରି ଆଇଲୁ ନା, ଆମେ ତ ତୋ ପଛରେ ଧପାଲିଛୁ ଆଉ। ସତ କହୁଚିଲ ମାଣିକ, ଗାଈ ପଛରେ ବାଛୁରୀ ଦୌଡ଼ିଲା ପରି ଆମେ ଦୁଇ ଜଣ ତୋ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲୁଣି। କାହିଁକି ବା? ତମ ଦିଟାଙ୍କୁ ତ ମୁଁ ଚିହ୍ନିନି। କିଏ ବା ତମେ? କଣ କହିଲୁ କଣ କହିଲୁ? ଆମକୁ ଚିହ୍ନିନୁ? ହେ ହେ, ନିଶ୍ଚୟ ଚିହ୍ନି ଥବୁ ନା। ଆମେ ହେଲୁ ଅନାଦି ଆଉ ଆମେ ହେଲୁ ଅନନ୍ତା। ମୋର ଆଦି ନାହିଁ, ମୋର ବି ଅନ୍ତ ନାହିଁ। ଘର ନାହିଁ କି ଢିଅ ନାହିଁ, ପାଠ ନାହିଁ କି ସାଠ ନାହିଁ, ରୂପ ନାହିଁ କି ଭେକ ନାହିଁ, ଠନ୍ ଠନ୍ ମଦନ ଗୋସାଇଁ। କଣ ବୁଝିଲୁଟି? ହଁ ମ ବୁଝିଛି। ତମେ ଦିଟା ବାର ବୁଲା କୋଉଠିକାର? କଣ ପାଇଁ ଏମିତି ଗେଲେଇ ହେଉଛ ବା? ଦିନେ ନାହିଁ କି କାଳେ ନାହିଁ।
ଗହ୍ମା ପୁନେଇକି ମାଇ ମାଇ ହଇରେ ହେଇ ଘୋଡ଼ା ମୁହଁ ବାନ୍ଦର ତମ ଦିନ ମୋ ପାଖରେ କାମ କଣ ବା? ଆହା ଘୋଡ଼ା ପରି ମୁହଁ ଯାହାର ସେ ହେଲା ଘୋଡ଼ା ମୁହଁ। ହଇଲ ମାଣିକ, ତୋ ପାଖରେ ଆମର କାମ ନଥିଲେ ଏତେ ବହୁବ୍ରୀ ବିଶେଷଣ ପ୍ରୟୋଗ ସତ୍ତ୍ୱେ ଆମେ କଣ ତୋର ପଶ୍ଚାଦପନ କରିଥାନ୍ତୁ? କି ଚାତରରେ କଥା କହୁଛ ମୋ ଟୋକା। ହଇରେ ରସିକ ରସିଲୁ, ମଧୁମାଳତୀକି ଛାଡ଼ି ଦେଇ ତଳେ ପୋକ ଶୁଙ୍ଗା ବଣେ ପଶିଲୁ। ଆହା ଇଏ ବି କି ପ୍ରତିଭା! କଥା କଣ କି ମାଣିକ, କୋଉଥିରେ ଗୋଟେ କହିଛି ମ, କଣ ତ କହିଛି, ହଁ, ନ ଜାଣେ ମୁଦ୍ରାସ୍ତେ ତତ୍କୃଷ୍ଣ ଜାଣେ ବିଳମ୍ବନମ୍ ବରମ୍ ଜାଣେ ମାତ ତଦନୁସରଣମ୍ କ୍ଲେଶହରଣମ୍। ମୁଦ୍ରା ବୋଇଲେ କଉଡ଼ି ନାହିଁ, ସେଇଥିପାଇଁ ତତେ ଯେମିତି ଦେଖି ଦେଇଛୁ ତଦନୁସରଣମ୍ ଅର୍ଥାତ୍ ତୋ ପଛରେ ଏତେ ବାଟ ଦୌଡ଼ି ଦୌଡ଼ି ଆସିଛୁ, ବର୍ତ୍ତମାନ କ୍ଲେଶହରଣମ୍। ଆହା କି ଚାତରରେ କଥା କହୁଛୁ ମୋ ଟୋକା। ଘସର ଘସର 15 ଘସର ଆହୁରି ଘସର ପାଣି, ତମେ ଦିଟା ଯୋଉଥିପାଇଁ ନସର ପସର ଆମେ ସେ କଥାଟି ଜାଣି ଦେଖିଲୁ ଦେଖିଲୁ ଠି ଅନାଦି, ମୁଁ କହୁନଥିଲି। ହଉ ଦେ ମା ଦେ, ଦହି ମୁନ୍ଦେ ଦେ, ଖାଇ ପିଇ କଲ୍ୟାଣ କରି ସ୍ମରଣମ୍ ସ୍ମରଣମ୍ ସ୍ୱଗୃହ ଚରିତମ୍ ଦାରୁଭୂତ ମୁରାରି ଅର୍ଥାତ୍ ଆନନ୍ଦ ମନରେ ଘରକୁ ପ୍ରତ୍ୟାବର୍ତ୍ତନ କରିବୁ। ଆହାରେ ନାଗର ଫଟା ରସିକର ଛଇ, ଦହି ନବ ବୋଲି ମନ କରିଛରେ ଅଣ୍ଟାରେ କଉଡ଼ି ନାହିଁ। ହଇରେ ହେଇ ଭେଣ୍ଡିଏ ଟୋକା ଦିଟା, ଚାତର ନଖଟେଇ ମାଗି ଖାଇବାକୁ ତ ଭାରି ସୁଖ ଲାଗୁଛି। ହାତୀ ପରି ବପୁ ପାଇଛ, ଯୁଦ୍ଧକୁ ଯାଉନ? ଭାଇଟି ମାଣିକ, ସବୁ କଥା କହିବୁ, ହେଲେ ସେ ଯୁଦ୍ଧକୁ ଯିବା କଥା କହିବୁନି। ଆମ ମୁଲକରୁ ଯେତେ ଜଣ ଯୁଦ୍ଧକୁ ଯାଇଥିଲେ କେହି ହେଲେ ଜୀବନ ନେଇ ଫେରିଲେନି ପରା। ଆଉ ଆମେ କଣ ଯାଇଥାନ୍ତୁ ସେଠିକି ହାଣ ଖାଇବାକୁ? ଦେଲୁ ଦହି ମୁନ୍ଦେ ଦେଲୁ। ହଇରେ ହେଇ ମାଗି ଖିଆ ଅଳସୁଆ କରମ କୋଢି, ଦହି ଦେବି ନା ଗାତ ଚୁଲି ଦେବି ବା? କଥା କହୁଛୁ ଜୌରସରେ, ମତେ ଲାଗୁଅଛି ପରିହାସରେ। କଣ କହିଲୁ? ଆମ କଥା ତତେ ପରିହାସ ଲାଗୁଛି? ଆମେ 36 ବନର ରାଜାଟି, ଦ୍ୱିଜ କୁଳ ଶ୍ରେଷ୍ଠ ରତନ ହରିଚନ୍ଦନ ଭଗକଣ୍ଡନ ମଣିମଣ୍ଡନ ଜୈରିରଞ୍ଜନ ବରିରଞ୍ଜନ, ଆମେ ଅନାଦି ଅନନ୍ତ ପତ୍ର ଖଟେଇ ଉଦାର ଭରଣା କରିବୁ। ଆଲୋ ମାଣିକ, ରାଗି ଯାଇଛୁ ବେଲି ସିନା ଆମ କଥାକୁ ଠେଙ୍ଗା ବାଡ଼ି ଛଡ଼ା ଅନ୍ୟ ଦୃଷ୍ଟିରେ ନଉନୁ। ହେଲେ କୃଷ୍ଣ ଭଗବାନ ପରା କହିଛନ୍ତି କର୍ମ କରି ଚାଲ, କଉଡ଼ି ଉପରେ ମୋଟେ ଆଶା ରଖନା। ଦହି ଦେଇ ଯାଲୋ ମାଣିକ, ନହେଲେ ବ୍ରାହ୍ମଣ ପୁଅଟି ପଇତା ଧରି ଅଭିଶାପଟା ଦେଲେ ନା, ଓମ୍ ଗିଳିଂ 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 ବୁସ୍, ତୋର କଣ ନାଇଁ କଣ ହେଇଯିବ। ତେଣୁ ତତେ ଭଲରେ କହୁଛି ମାଣିକ, ତୁ ସେ ଅଡୁଆ ଭିତରେ ଜମା ପଶନା। କଣ କହିଲୁ ରେ? ଅଳପେଇସା ରଇଜଳା ଅଭିଶାପ ଦେବୁ ନା ନିଆଁ ପାଉଁଶ ଦେବୁ ବା? ମାଣିକକୁ ଚିହ୍ନିନୁ, ଦେବି ଯଦି ଖୁନ୍ଦା ବୋପାକୁ ମଉସା ବୋଲି ଡାକି ପଳେଇବୁ। ଆରେ ଆଦିଆ, ଏ ଅନନ୍ତାର ଏଇଠି ଅନ୍ତରେ। ଭାଗବତରେ କହିନି, ଏ ଘର ଦୁଆର ନୁହେଁ କିଛି, ଏ ଜୀବନ ଥିଲେ ସବୁ ଅଛି। ହଁ ରେ ଅନନ୍ତା, ମାତା ବର୍ତ୍ତମାନ ଉଗ୍ର ଚଣ୍ଡା ପ୍ରଚଣ୍ଡା। ଆ ପଳେ ଯା ପଳେଇ, ଆ ପଳେ ଯା ପଳେଇ, ଆ ପଳେ ଯା ପଳେଇ, ଆ ପଳେ ଯା ପଳେଇ। ଛି ରେ ପଚା ପଇଡ଼ ଭାସି ଯାଉଥିଲୁ ଅଧା ନଈର, ଧରି ଆଣିଥିଲି ତତେ, ଠକରା ଗାଲରେ ମାଉଁସ ଲାଗିଲା, ଜବାବ ଦଉଛୁ ମତେ। ବୈଶାଖ ମାସ ଭାରି ଟାଣୁଆ ଖରା, ଏ ଦହି ନେବାକୁ ଦେବେ ଆସନ୍ତି ଧରା। ବୈଶାଖ ମାସ ଭାରି ଟାଣୁଆ ଖରା, ଏ ଦହି ନେବାକୁ ଦେବେ ଆସନ୍ତି ଧରା। ପୂଜା ଓଷା ପରବ ଦହି ମୋର ଅମୃତ, ଦହି ପି ଗୋପେ ନାଚେ କଳା କନେଇ, ଦହି ନବ ଗୋ ଦହି ସାଥୀ ସଙ୍ଗାତ ସହି, ସରିଗଲେ ନ ପାଇବ ଏ ପରା ଦହି। କଣ ହେଲା ମଉସା? ତମେ ତ ବୁଢା ମଣିଷ, ଏତେ ରାତିରେ ନ ବାହାରିଥିଲେ କଣ ଚଳି ନଥାନ୍ତା? କଣ କହିବି ମା,
ଦୁଃଖୀ ଲୋକ। ସମସ୍ତେ ସିନା ମୋତେ ଛାଡ଼ିକି ଚାଲିଗଲେ, ହେଲେ ହେଲେ ନିଆଁ ଲଗା ପେଟ ଚାଖଣ୍ଡକ ତ ଅଛି। ହଁ ମଉସା, ସବୁ କପାଳ। କାହା କରମକୁ କ୍ଷୀରି କ୍ଷୀରି ସା, କାହା କରମକୁ ଲଡ଼ୁ, କାହା କରମକୁ ଖାରିଆ ଖଡ଼ା, ଚୋବେଇ ଚୋବେଇ ମରୁ। ମଉସା, ତମେ ଦହି ଟିକେ ପିଇ ଦିଅ, ଦେଖିବ ଆତ୍ମା ଶାନ୍ତି ହେଇଯିବ। ନା ନା ରେ ମା, ପାଖରେ କୋଉଡ଼ି କାହିଁ ଯେ ଦହି ପିଇବି। ତେଜ ତୋରାଣୀ ସାତ ସପନ, ସେ ତୁଣି କରିବ ଧୁରି ଭୋଜନ। କଉଡ଼ି କିଏ ମାଗୁଛି ମୋ ମଉସା? କଉଡ଼ି କ'ଣ ସ୍ୱର୍ଗକୁ ନବୁ ନା କ'ଣ? ତମେ ବସିଲ, ବସ। ନିଅ ମଉସା, ନିଅ, ଦହି ଟିକେ ପିଇ ଦିଅ। ଦେ ମା, ଦେ। ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ ମା। ମୁଁ କଲ୍ୟାଣ କରୁଛି, ତୋ ଇଚ୍ଛା ପୂରଣ ହଉ। ହଁ ହଁ, ଜଗନ୍ନାଥ ତୋ ଇଚ୍ଛା ପୂରଣ କରନ୍ତୁ। ଜଗନ୍ନାଥ ତୋ ଇଚ୍ଛା ପୂରଣ କରନ୍ତୁ। ଜଗନ୍ନାଥ ତୋ ଇଚ୍ଛା ପୂରଣ କରନ୍ତୁ। କ'ଣ କହିଲ ମଉସା? ଜଗନ୍ନାଥ ମୋ ଇଚ୍ଛା ପୂରଣ କରିବେ? ସତେ ଏତେ ବଡ଼ ଭାଗ୍ୟ ମୋର ହବ? ସମତୁଣ୍ଡ ସୁତୁଣ୍ଡ ହଉ ମଉସା। ଶ୍ରୀ ଜଗନ୍ନାଥଙ୍କୁ ଟିକେ ଦହି ପିଆନ୍ତି, କାନି ପଣତରେ ତାଙ୍କୁ ବିଞ୍ଚି ଦିଅନ୍ତି। ଶ୍ରୀ ଜଗନ୍ନାଥଙ୍କୁ ଟିକେ ଦହି ପିଆନ୍ତି, କାନି ପଣତରେ ତାଙ୍କୁ ବିଞ୍ଚି ଦିଅନ୍ତି। ମୋର ସାହାକେ ନାହିଁ ସାରା ଜଗତ ସାହି, ଜୀବ ଯାଉ ତୋ ପାଦରେ ଏହି ମିନତି, ଦହି ନବ ଗୋ ଦହି ସାଥୀ ସଙ୍ଗାତ ସହି, ସରିଗଲେ ନ ପାଇବ ଏ ପରା ଦହି। ଭାଇ, ଭାରି ଟାଣ ଖରା ହଉଛି, ଶୋଷରେ ତଣ୍ଟି ଫାଟି ଯାଉଛି। ମୁନ୍ଦେ ପାଣି କୋଉଠି ମିଳନ୍ତାନି? ଆରେ ଜଗା, ଦେଖିଲୁ ଦେଖିଲୁ ସେଠି କିଏ ବସିଛି? ମା, ମୁନ୍ଦେ ପାଣି ଦିଅନ୍ତୁ ନାହିଁ ମା। ଆମେ ପୁରୁଷୋତ୍ତମରୁ ଆସିଛୁ ମା। ପାଣି ଟିକେ ନ ପାଇଲେ ଜୀବ ଛାଡ଼ିଯିବ। ହଉ ହଉ, ବସ, ସାଷ୍ଟାମ ହୁଅ। ଆହା, ଲହୁଣୀ ପିତଳା ପରି ଦେହ, ଖରାରେ କ'ଣ ହେଲାଣି? ଆରେ ପୁଅ, ପାଣି ତ ନାହିଁ, ଘୋଳ ଦେଇ ଅଛି, ପିଇବ, ଆତ୍ମା ଶାନ୍ତି ହେଇଯିବ। ଦିଅ ମା। ଓହୋ, ଜୀବନଟା ରହିଗଲା ଭାଇ। ପଚାରୁଛୁ? ମା, ତମ ଦହି ନା ଅମୃତ ପରି ଲାଗିଲା। ଆରେ ପୁଅ, ତମେ ଦି ଜଣ କ'ଣ ଦି ଭାଇ? ତମର କ'ଣ କେହି ନାହାନ୍ତି ଯେ ଏହି ଅରକ୍ଷିତ ପରି ଏଡ଼େ ଖରାରେ ଯାଉଛ? ମା, ଆମେ ହେଲୁ ଗଜପତି ମହାରାଜଙ୍କ ପାଇକ, ଦି ଭାଇ, ଜଗା ବଳିଆ। କାଞ୍ଚିରେ ଯୁଦ୍ଧ ହବ ଯେ ମହାରାଜା ଆମକୁ ଆଗରେ ପଠେଇ ପଛରେ ଆସୁଛନ୍ତି। ଆଚ୍ଛା ମା, ତୋର ଆଉ ସବୁ କିଏ ଅଛି କହିଲୁନି ତ? ନା ରେ ପୁଅ, ଏଡ଼େ ବଡ଼ ସଂସାରଟାରେ ମୋର କେହି ନାହାନ୍ତି। ଦୁଃଖୀ ଲୋକ, ସେଇ ଠାକୁରଙ୍କୁ ଆଶ୍ରା କରି ପଡ଼ି ରହିଛି। ପେଟ ଚାଖଣ୍ଡଙ୍କ ପାଇଁ ଏ ଦହି ବିକି ମୁଁ ଚଳି ଯାଉଛି। ବାଃ, ତାହେଲେ ତ ଭଲ ହେଲା। ତୋର କେହି ନାହାନ୍ତି କି ଆମର ବି କେହି ନାହାନ୍ତି। ଆଜିଠାରୁ ତୁ ହେଲୁ ଆମ ମା, ଆଉ ଆମେ ତ ପୁଅ ଜଗା ବଳିଆ। କ'ଣ କହିଲୁ? କ'ଣ କହିଲୁ ଜଗା? ତମେ ଦି ଜଣ ମୋ ପୁଅ? ସତ କହୁଛୁ ଜଗା? ଆରେ ବଳିଆ, ଜଗା କ'ଣ କହୁଛି ଶୁଣିଲୁ ତ? ଆଉ ଥରେ ମୋତେ ମା ବୋଲି ଡାକରେ, ଡାକ ମୋତେ। ମା, ମା, ଏ ମା, ତୋର କ'ଣ ହେଲା ମା? କ'ଣ କହିଲୁ ଜଗା? ମୋର କିଛି ହେଇନି। ତମ ପରି ପୁଅ ଥାଉ ଥାଉ ମୋର କ'ଣ ହବ? ଆରେ ବଳିଆ, ତମେ ଏତେବେଳୁ ଆସିଲଣି, ପୁଣି ଏତେ ବାଟ ଯିବ? ଖଣ୍ଡ ଖଣ୍ଡ ବସା ଦହି ଅଛି, ଖାଅ ପିଅ, ତାପରେ ଯିବ। ମା, ଆମେ ସବୁ ଦହି ଖାଇଦେଲେ ତୁ ପୁଣି ବିକିବୁ କ'ଣ? ଚୁପ୍, ଗୋଟେ ଦିନ ନ ଖାଇଲେ ତୋ ମା କ'ଣ ମରିଯାଉଛି? ଆରେ ଜଗା, ମୋ ପୁଅ ଆଗ ନା କଉଡ଼ି ଆଗ? ବସିଲ, ବସ, ନିଅ, ଖାଅ, ଆରେ ଖାଅ। ଶ୍ରୀ ଜଗନ୍ନାଥଙ୍କୁ ଟିକେ ଦହି ପିଆନ୍ତି, କାନି ପଣତରେ ତାଙ୍କୁ ବିଞ୍ଚି ଦିଅନ୍ତି।
ଜଗନ୍ନାଥଙ୍କୁ ଟିକେ ଦହି ପିଆନ୍ତି, କାନି ପଣତରେ ତାଙ୍କୁ ବିଞ୍ଚି ଦିଅନ୍ତି। ମୋର ସାହାକେ ନାହିଁ ସାରା ଜଗତ ସାହି, ଜୀବ ଯାଉ ତୋ ପାଦରେ ଏହି ମିନତି, ଦହି ନବ ଗୋ ଦହି ସାଥୀ ସଙ୍ଗାତ ସହି, ସରିଗଲେ ନ ପାଇବ ଏ ପର ଦହି। ମା ଆମେ ଯାଉଛୁ ମା, ଆମ ପଛରେ ମହାରାଜ ଆସୁଛନ୍ତି, ତାଙ୍କୁ ଟିକେ ଜଣେଇଦବୁ ଆମେ ଯୁଦ୍ଧକୁ ଯାଉଛୁ। ଏଇ ମୁଦିତ ରକ୍ତ ମହାରାଜଙ୍କୁ ଦେଲେ ସେ ଜାଣିପାରିବେ। ଯାରେ ଜଗା, ଯାରେ ବଳିଆ, ଯୁଦ୍ଧ କରି କାଳିଆ ଠାକୁରଙ୍କ ନାଁ ରଖ। ମୁଁ କଲ୍ୟାଣ କରୁଛି। ତମ ଦେହ ବଜର ହେଉ, ଠାକୁର ତମକୁ ଚକ୍ର ଉହାଡ଼ରେ ରଖନ୍ତୁ। ଜଗନ୍ନାଥ, ମାଣିକର ମମତ୍ୱ ମା ଯଶୋଦାଙ୍କ କଥା ମନେ ପକେଇଦେଲା। ଜନନୀ ନହେଇ ମା ସେ ତ ତପସ୍ୟା ସାଧନା। ସତରେ ଭାଇ, ଏ ପୃଥିବୀର ସମସ୍ତ ନାରୀ ଜାତି ଯଦି ମାତୃତ୍ୱ ମମତ୍ୱ ବୋଧକୁ ନିଜ ଭିତରେ ଉଜ୍ଜୀବିତ କରିପାରନ୍ତେ, ତାହେଲେ ଚାରିତିକ ଖଳନରୁ ଦୁଷ୍ଟ ଅବକ୍ଷ ହେଉଥିବା ଏ ସମାଜ ଧ୍ୱଂସର କରାଳରୁ ରକ୍ଷା ପାଇଯାଆନ୍ତା। ତୁ ଠିକ୍ କହିଛୁ ଜଗନ୍ନାଥ, ଏହା ଧ୍ରୁବ ସତ୍ୟ। ପ୍ରତ୍ୟେକ ନାରୀ ଜାତି ଏହା ମର୍ମେ ମର୍ମେ ବୁଝିବା ଉଚିତ। ଚାଲ ଯିବା, ଡେରି ହେଲାଣି। ଚାଲ ଭାଇ। ଦହି ନବ ଦହି, ଦହି ନବ ଦହି। ସେନାପତି ମହାରାଜ, ପ୍ରଚଣ୍ଡ ରୁଦ୍ର ତାପରେ ଆମ୍ଭେମାନେ କ୍ଳାନ୍ତ, ଏଇଠି ବିଶ୍ରାମ କରି ତାପରେ ଯାତ୍ରା ଆରମ୍ଭ କରିବା। ଯଥା ଆଜ୍ଞା ମହାରାଜ। ଜୁହାରେ ଛାମୁ, ମୁଁ ମାଣିକ ଗୌଡ଼ୁଣୀ। ମୋର ଦୁଇ ପୁଅ ଜଗା ଆଉ ବଳିଆ ଆପଣଙ୍କ ପାଇକ ହୋଇଛନ୍ତି। ଖରାରେ ଆସିଲେ, ଦହି ପିଇଲେ, ଖାଇଲେ, ସାଷ୍ଟାମ ହେଲେ, କାଞ୍ଚି ଗଲେ ଯୁଦ୍ଧ କରିବାକୁ। ଜଗା କହିଥିଲା ଏଇ ମୁଦି ମହାରାଜଙ୍କୁ ଦେବୁ, ସେ ପରତେ ଯିବେ। ନିଅନ୍ତୁ ଛାମୁ, ଏ ମୁଦି ନିଅନ୍ତୁ। ସେନାପତି, ସେନାପତି, ଏ ତ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଅମୂଲ୍ୟ। ସେନାପତି, ପ୍ରଭୁ ମୋର ଗୁହାରି ଶୁଣିଛନ୍ତି, ଏଥର କାଞ୍ଚି ପୂଜା ସୁନିଶ୍ଚିତ। ଧନ୍ୟ ଧନ୍ୟ ତୁ ମାଣିକ। କୋଟି କୋଟି କଳ୍ପ ତପସ୍ୟା କରି ମୁନି ଋଷିମାନେ ଯାହାର ଦର୍ଶନ ପାଇନାହାନ୍ତି, ତୁ ତ ପୁଣ୍ୟ ବଳରେ ଏ ସୌଭାଗ୍ୟ ପାଇଛୁ ମା। ଜଗତର ନାଥକୁ ତୁ ସ୍ୱଚକ୍ଷୁରେ ଦର୍ଶନ କରିଛୁ। ସେ ଠାକୁର ନୁହନ୍ତି ମୋ ଛାମୁ, ସେ ମୋ ପୁଅ ଜଗା ଆଉ ବଳିଆ, ମୋ ରଙ୍ଗରତନ। ଏଇ ବାଟେ ଯାଇଛି, ମୁଁ ଠିକ୍ ଦେଖିପାରୁଛି। ଖରାରେ ଝାଉଁଳି ଯାଇଛି ମୁହଁ, ଦୂଳେଇ ଦେହଟା କସରା ଦେଖାଯାଉଛି। ତା ପାଦ ଚିହ୍ନ କେମିତି ପଡ଼ି ପଡ଼ି ଯାଇଛି। ଏ ପଥେ ଯାଇଛି ପରା ମୁରଲି ଧରା ମରୁଦ ପାସରା, ଏ ପଥେ ଯାଇଛି ପରା ମୁରଲି ଧରା ମରୁଦ ପାସରା, ପଡ଼ିଛି ଚରଣ ରେଖା ହୋଇଛି ଅଙ୍କା, ଧ୍ୱଜ ଭଳି ଅଙ୍କୁଶ ଭରା, ଏ ପଥେ ଯାଇଛି ପରା ମୁରଲି ଧରା ମରୁଦ ପାସରା। ଟିକେ ଟିକେ ପାଦ ଯୋଡ଼ିକ ଅତସି କୁସୁମ ପ୍ରାୟକ, ଟିକେ ଟିକେ ପାଦ ଯୋଡ଼ିକ ଅତସି କୁସୁମ ପ୍ରାୟକ, ବ୍ରଜ ଧୂଳି ଭଳି ହୋଇଥିବ ଦିଶୁ ନୀଳକମଳ। ଆଜିର ସ୍ମୃତିକୁ ଚିରସୀମା ରଖିବାକୁ ଆଜିଠାରୁ ଏହାର ନାମ ହବ ମାଣିକ ପାଟଣା। ପ୍ରଭୁକୁ ତୁ ଦହି ଦେଇଛୁ, ଧନ ଦୌଲରେ ତୋର ଅଭାବ ରହିବନି ମା। ଏମିତି କୁହନ୍ତୁନି ମଣିମା, ଜଗା ବଳିଆ ପରି ପୁଅ ଥାଉ ଥାଉ ମୋର ଧନ ଦୌଲତ ପାଟଣା କ'ଣ ହବ? ମାଠୁ ପୁଅ ଦହି ଖାଇଛି, ମା କଉଡ଼ି ନବ, ପୁଅ ସିରି ତୁଟି ଯିବନି।
ସେ ତ ମୋର ଗରିବର ସଂଖାଳି, ଆଖିର ତାରା, ତାକୁ ମୁଁ ଭୁଲି ପାରିବି? ମୁଁ ମାଣିକ, ସେ କାଳିଆ, ସେ ମୋର କଳା ମାଣିକ। ଆଜି ମାଣିକକୁ ଦେଖିକି ଅନୁଭବ କରୁଛି ପୁଅ ପାଇଁ ମାର ବ୍ୟାକୁଳତା। ସର୍ବଦା ତ୍ୟାଗ କରିଛି। ଭାବନା ଧନ୍ୟ, ଧନ୍ୟ ତୁ ମାଣିକ। ଜଗତର ନାଥଙ୍କୁ ତୁ ପୁଅ ରୂପେ ପାଇ ଜୀବନ ତ ଧନ୍ୟ ହୋଇଛି, ସାର୍ଥକ ହୋଇଛି ତ ଜନ୍ମ। ଚାଲ ଚାଲ ସେନାପତି, ପ୍ରଭୁ ଦି ଜଣ ଆଗରେ ଗଲେଣି, ଆଉ ବିଶ୍ରାମର ପ୍ରୟୋଜନ ନାହିଁ। ମୋତେ ଆଶୀର୍ବାଦ ଦେ ମା, ମୁଁ ଯାଉଛି। ଜଗାରେ, ତୁ ଯୁଦ୍ଧକୁ ଯାଇଛୁ, ତୋ ମା ନା ରାତି ଦିନ ତୋ ବାଟକୁ ଚାହିଁ ବସିଥିବ। ତୁ ନିଶ୍ଚୟ ଆସିବୁ, ତୁ ତ ମୋର ଜୀବନ ଧନ। ତୁ ନ ଆସିଲେ ମୁଁ କାହା ମୁହଁ ଚାହିଁ ବଞ୍ଚି ରହିବି କହିଲୁ? ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବେ? ହେବ ଦଶ ଦିଗ ଶୂନ୍ୟ, ଅସ୍ଥିର ହେବ ଜୀବନ। ନିଶି ଦିବସରେ ଝୁରୁଥିବି ରେ ଜୀବଧନ, ଜୀବନ ବିହୀନେ ଯେନେ ଝାସ, ରାଜା ବିନେ ଯେହ୍ନେ ଗ୍ରାମ ଦେଶରେ ଜୀବଧନ, ଜୀବନ ବିହୀନେ ଯେହ୍ନେ ଝାସ। ଶୁଣିଲ ପିଲେ ସଙ୍ଗୀତ ରୂପକ ମାଣିକ। ପରିବେଷଣ କରିଥିଲେ ୟୁନିଭର୍ସିଟି ହାଇସ୍କୁଲ ଭୁବନେଶ୍ୱର ଛାତ୍ରଛାତ୍ରୀମାନେ। ପିଲାଏ, ଆମ ଓଡ଼ିଶା ହେଲା ପବିତ୍ର ଜଗନ୍ନାଥ ଭୂମି। ଏଠି ପିଲାଠାରୁ ନେଇ ବୟସ୍କ, ଗରିବଠାରୁ ନେଇ ଧନୀ ସମସ୍ତଙ୍କ ଭାବବେଗରେ ଜଗନ୍ନାଥ ସଂସ୍କୃତି ସମାହିତ। ଏଠି ସବୁ କାମର ଆରମ୍ଭରେ ଶ୍ରୀ ଜଗନ୍ନାଥ ପୂଜା ପାଆନ୍ତି। ଏଠି ପୁରୀରେ ଥିବା ଶ୍ରୀମନ୍ଦିରରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଇଥାଏ। ବଡ଼ ଠାକୁର କାହାକୁ ବି ଖାଲି ହାତରେ ଛାଡ଼ନ୍ତିନି। ସମସ୍ତେ ଠାକୁରଙ୍କ ମହିମା ଅନୁଭବ କରି ମହାପ୍ରସାଦ ସେବନ କରି ଫେରନ୍ତି। ଆସ ପିଲେ, ଆଜି ଆମେ ଏହି ପୁରୀରେ ଥିବା ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ବିଷୟରେ ଜାଣିବା, କହିଛନ୍ତି ଡକ୍ଟର ସ୍ମରଣ କୁମାର ନାୟକ। ପିଲାମାନେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ପୁରୁଣା ମନ୍ଦିର ସବୁ ରହିଛି। ସେହି ସବୁ ମନ୍ଦିର ଭିତରୁ ଦ୍ୱାଦଶ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିବା ପୁରୀର ଜଗନ୍ନାଥ ମନ୍ଦିର ଅନ୍ୟତମ। ଏହି ମନ୍ଦିରର ଉଚ୍ଚତା 214 ଫୁଟ ଓ 8 ଇଞ୍ଚ। ଗଙ୍ଗବଂଶର ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ଏହାକୁ ନିର୍ମାଣ କରାଇଥିଲେ, କିନ୍ତୁ ଏହାକୁ ପ୍ରତିଷ୍ଠା କରିଥିଲେ ରାଜା ଅନଙ୍ଗ ଭୀମଦେବ। 1452 ଖ୍ରୀଷ୍ଟାବ୍ଦରେ ସୂର୍ଯ୍ୟବଂଶର ରାଜା କପିଳେନ୍ଦ୍ର ଦେବ ଏହି ମନ୍ଦିରର ଚାରିପାଖରେ ମେଘନାଦ ପାଚେରୀ ନିର୍ମାଣ କରାଇଥିଲେ। ଏହି ପାଚେରୀର ଦୈର୍ଘ୍ୟ 665 ଫୁଟ, ପ୍ରସ୍ଥ 640 ଫୁଟ ଓ ଉଚ୍ଚତା 22 ଫୁଟ। ମେଘନାଦ ପ୍ରାଚୀର ପରେ ଆଉ ଏକ ପ୍ରାଚୀର ରହିଛି, ଯାହାକୁ କୁର୍ମ ବେଢ଼ା ବୋଲି କୁହାଯାଏ। ଏହାର ଲମ୍ବ 420 ଫୁଟ ଓ ଓସାର 350 ଫୁଟ। ସେହିପରି ଏହାର ଉଚ୍ଚତା 20 ଫୁଟ। ମନ୍ଦିର ଉପରେ ନୀଳଚକ୍ର ମନ୍ଦିରର ଶୋଭାବର୍ଦ୍ଧନ କରୁଥାଏ। ମନ୍ଦିର ଭିତରେ ପ୍ରବେଶ କରିବା ନିମନ୍ତେ ରହିଥିବା ଦ୍ୱାରକୁ ସିଂହଦ୍ୱାର କୁହାଯାଏ ଏବଂ ସେହି ସିଂହଦ୍ୱାରକୁ ଲାଗି ମନ୍ଦିର ପର୍ଯ୍ୟନ୍ତ ଯିବା ପାଇଁ ଖୁବ୍ ବଡ଼ ବଡ଼ ପାହାଚ ରହିଛି, ତାହାକୁ 22 ପାହାଚ କୁହାଯାଏ। ସିଂହଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ଭକୁ ସ୍ଥାପନ କରାଯାଇଛି। ମୁଖ୍ୟ ମନ୍ଦିରଟି ପଞ୍ଚରଥ ଶୈଳୀରେ ନିର୍ମିତ ଏବଂ ଦେଉଳକୁ ମୁଖ୍ୟତଃ 4 ଭାଗରେ ବିଭକ୍ତ କରାଯାଇଛି। ବିମାନ ବା ମୁଖ୍ୟ ମନ୍ଦିର ବା ଗର୍ଭଗୃହ, ଜଗମୋହନ ବା ମୁଖଶାଳା, ନାଟମଣ୍ଡପ ଓ ଭୋଗମଣ୍ଡପ। ମନ୍ଦିରର ଗର୍ଭଗୃହରେ ଥିବା ରତ୍ନସିଂହାସନରେ 8 ଜଣ ଦେବାଦେବୀ ରହିଛନ୍ତି। ସେମାନେ ହେଲେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବ ଦାରୁମୂର୍ତ୍ତି, ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ। ମୁଖ୍ୟ ଦେବତା ଜଗନ୍ନାଥଙ୍କ ନିକଟରେ ଭୋଗ ଲାଗିବା ନିମନ୍ତେ ମନ୍ଦିର ମଧ୍ୟରେ
ସ୍ୱତନ୍ତ୍ର ରୋଷେଇଶାଳାର ବ୍ୟବସ୍ଥା କରାଯାଇଛି। ଏହି ରୋଷେଇ ଘରେ 240ଟି ଚୁଲି ରହିଛି। ମନ୍ଦିରରେ 2ଟି ଭୋଗ ପ୍ରସ୍ତୁତ କରାଯାଇଥାଏ, ବଲ୍ଲଭ ଭୋଗ ଓ ସକାଳ ଧୂପ। ବଲ୍ଲଭ ଭୋଗରେ ପାଗ ଖଇ, ପାଚିଲା କଦଳୀ, ଦହି, ସର, ଖୁଆ, ମଣ୍ଡା, ସେଓ, ଚାଉଳିଆ, ନଡ଼ିଆପାତି, କମଳା ଓ ସପେଟା, କାକୁଡ଼ି ଆଦି ଭୋଗ ଲାଗି ହୁଏ। ସେହିପରି ସକାଳ ଧୂପରେ ସାଧା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ମହୁର, ଖଟା, କ୍ଷୀରି ଆଦି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ଏଥିସହିତ ବିଭିନ୍ନ ପିଠା ମଧ୍ୟ ଲାଗି କରାଯାଇଥାଏ। ଦେବାଦେବୀମାନଙ୍କର ବିଭିନ୍ନ ଅବକାଶରେ ବ୍ୟବହାର ବା ପରିଧାନ କରୁଥିବା ସବୁ ଅଳଙ୍କାରକୁ ରତ୍ନ ଭଣ୍ଡାରରେ ରଖାଯାଇଥାଏ। ମୁଖ୍ୟ ମନ୍ଦିରର 3 ଦିଗରେ 3 ପାର୍ଶ୍ୱ ଦେବତା ସ୍ଥାପନ କରାଯାଇଛି। ଉତ୍ତରରେ ବାମନ ବା ତ୍ରିବିକ୍ରମ, ଦକ୍ଷିଣରେ ବରାହ ଓ ପଶ୍ଚିମରେ ନୃସିଂହ ରହିଛନ୍ତି। ମନ୍ଦିରର ବେଢ଼ା ମଧ୍ୟରେ ପତିତପାବନ, ଫତେ ହନୁମାନ, କାଶୀ ବିଶ୍ୱନାଥ, ରାମାଭିଷେକ, ନୃସିଂହନାଥ, ଅଗ୍ନିଶ୍ୱର, ଅନନ୍ତ ଶୟନ ବିଷ୍ଣୁ ପ୍ରମୁଖ ଦେବାଦେବୀମାନଙ୍କର ମୂର୍ତ୍ତି ଦେଖିବାକୁ ମିଳେ। ଏହି ମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ପାଳନ କରାଯାଏ, ଯଥା ସ୍ନାନ ପୂର୍ଣ୍ଣମୀ, ରଥଯାତ୍ରା, ହରିଶୟନ ଏକାଦଶୀ, କର୍କଟ ସଂକ୍ରାନ୍ତି, ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ, ହରି ଉତ୍ଥାପନ ଏକାଦଶୀ, ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ, ମକର ସଂକ୍ରାନ୍ତି, ଦୋଳୋତ୍ସବ, ଦମନକ ଲାଗି ଓ ଚନ୍ଦନ ଯାତ୍ରା। ପିଲାମାନେ ଜଗନ୍ନାଥଙ୍କ ସେବା କରିବା ନିମନ୍ତେ ବିଭିନ୍ନ ସେବାୟତମାନଙ୍କୁ ମଧ୍ୟ ଖଞ୍ଜାଯାଇଛି। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମାନେ ଜଗନ୍ନାଥଙ୍କ ବିଭିନ୍ନ ନୀତିର କାର୍ଯ୍ୟ କରିଥାନ୍ତି। ସାରା ବିଶ୍ୱର ବିଭିନ୍ନ ସ୍ଥାନରେ ଏବେ ଜଗନ୍ନାଥଙ୍କ ମନ୍ଦିର ସବୁ ସ୍ଥାପନ ହେଲାଣି। ସେହି ସବୁ ସ୍ଥାନରେ ରଥଯାତ୍ରା ଖୁବ୍ ଜାକଜମକରେ ପାଳନ କରାଯାଇଥାଏ। ପିଲାମାନେ, ପୁରୀର ଜଗନ୍ନାଥ ମନ୍ଦିର ବିଶ୍ୱ ପ୍ରସିଦ୍ଧ। ବିଶ୍ୱର ବିଭିନ୍ନ ଦେଶରୁ ବହୁ ତୀର୍ଥଯାତ୍ରୀ ଏ ସ୍ଥାନ ଓ ମନ୍ଦିରକୁ ଦେଖିବା ପାଇଁ ଆସନ୍ତି। ପୁରୀର ସମୁଦ୍ର ଓ ଜଗନ୍ନାଥ ମନ୍ଦିର ସାରା ବିଶ୍ୱବାସୀଙ୍କ ପାଇଁ ମୁଖ୍ୟ ଆକର୍ଷଣର ସ୍ଥଳୀ। ଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବା ଅବଢ଼ା ଭୋଗ ଖୁବ୍ ସୁଆଦିଆ। ଏଥିରେ ଅନ୍ନ ସହିତ ଖେଚୁଡ଼ି, ବେସର, ମହୁର, ଶାଗ, କ୍ଷୀରି ଆଦି ଖାଦ୍ୟ ରନ୍ଧାଯାଇଥାଏ। ସେଗୁଡ଼ିକ ଆମ ଓଡ଼ିଶା ସଂସ୍କୃତିର ମୁଖ୍ୟ ଆକର୍ଷଣ ମଧ୍ୟ। ତୁମାନେ ଏଥର ଖରା ଛୁଟିରେ ପୁରୀ ଗଲେ ଜଗନ୍ନାଥ ମନ୍ଦିର ଦର୍ଶନ କରିବ ଓ ମହାପ୍ରସାଦ ନିଶ୍ଚୟ ଖାଇବ। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ପୁଣି ଥରେ ଭେଟ ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜି ପାଇଁ ଏତିକି।